ଆପଣଙ୍କ ଜନ୍ମକୁଣ୍ଡଳୀରେ ରାହୁ ଗ୍ରହ ଲଗ୍ନରେ ସପ୍ତମରେ ଅଷ୍ଟମରେ ଦ୍ୱାଦଶରେ ଅବସ୍ଥାନ କରିଛନ୍ତି କି ଅଶୁଭ ଫଳ ପ୍ରଦାନ ଯଦି କରୁଛନ୍ତି ତାହେଲେ ଶୁଭ ଫଳ ପ୍ରଦାନ କରିବା ପାଇଁ ସରଳ ପ୍ରୟୋଗ କରନ୍ତୁ। କୌଣସି କୃଷ୍ଣପକ୍ଷ ଶନିବାର ସନ୍ଧ୍ୟା ସମୟରେ ଆପଣଙ୍କ ଘରେ ଗୋଟିଏ କଳା କପଡ଼ା ପକାନ୍ତୁ, ଛିନ୍ନମସ୍ତା ଦେବୀଙ୍କର ଯନ୍ତ୍ର ସ୍ଥାପନ କରନ୍ତୁ ଏବଂ ଚିତ୍ରପଟ ରଖନ୍ତୁ। ପଞ୍ଚାମୃତ, ଗଙ୍ଗାଜଳ, ବିଲ୍ୱପତ୍ର, ଅପରାଜିତା ଫୁଲ, ମନ୍ଦାର ମାଳ, ଭୋଗରାଗ, ଫଳମୂଳ ଏସବୁ ରଖନ୍ତୁ। ଯନ୍ତ୍ର ପ୍ରତିଷ୍ଠା କରନ୍ତୁ, ଷୋଡ଼ଶୋପଚାର ପୂଜା କରନ୍ତୁ। ଛିନ୍ନମସ୍ତା ଦେବୀଙ୍କି କର୍ପୂର ଆରତ୍ରିକ କରନ୍ତୁ, ପ୍ରଣାମ କରନ୍ତୁ ଦେବୀଙ୍କି। ସର୍ବମଙ୍ଗଳ ମାଙ୍ଗଲ୍ये ଶିବେ ସର୍ବାର୍ଥ ସାଧିକେ ଶରଣ୍ୟେ ତ୍ରମ୍ବକେ ଗୌରୀ ନାରାୟଣୀ ନମସ୍ତୁତେ। ଛିନ୍ନମସ୍ତାଙ୍କୁ ପ୍ରଣାମ କରନ୍ତୁ। ତାପରେ ହୋମଯଜ୍ଞ କରନ୍ତୁ। ରାହୁ ଗ୍ରହଙ୍କ ଉଦ୍ଦେଶ୍ୟରେ କଳା ବସ୍ତ୍ର ବିରି ଦାନ କରନ୍ତୁ। ବ୍ରାହ୍ମଣଙ୍କୁ ଦକ୍ଷିଣା ଦେଇ ନମସ୍କାର କରନ୍ତୁ। ଦେଖିବେ ରାହୁ ଗ୍ରହ ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବେ। ଧର୍ମ, ଅର୍ଥ, କାମ, ମୋକ୍ଷ ଚତୁର୍ବର୍ଗ ଫଳ ପ୍ରଦାନ କରିବେ। ରହୁଛି ନମସ୍କାର। ଜୟ ଜଗନ୍ନାଥ, ଜୟ ମା କାମାକ୍ଷା।